ସୁନ୍ଦରଗଡ଼ ସଦର ଥାନାରେ ଲଙ୍କାହୁଡ଼ା ଗ୍ରାମର ଗୋବର୍ଦ୍ଧନ ରାମ ଆସି ଗୋଟେ ଅଭିଯୋଗ କରିଥିଲେ ଯେ ଦିନ ବେଳେ ସେ ତାଙ୍କ ସ୍ତ୍ରୀ ଘରେ ଥିଲାବେଳେ 4-5 ଜଣ ଅଜଣା ଲୋକ ତାଙ୍କ ଘରକୁ ଆସିଥିଲେ ଏବଂ ସେମାନେ ନିଜକୁ ଗୋଟେ ସିଦ୍ଧ ପୀଠର ପଣ୍ଡିତ ବୋଲି ପରିଚୟ ଦେଇଥିଲେ ଆଉ ତାଙ୍କ ଘରେ ବିଭିନ୍ନ ପ୍ରକାର ରିଷ୍ଟ ଦୋଷ ଲାଗିଛି, ଗ୍ରହ ଖରାପ ଅଛି ଏମିତି କହି ତାଙ୍କୁ ଡରେଇଥିଲେ, ତାଙ୍କ ଛୁଆର ଦେହ ଖରାପ ହେବ, ସ୍ୱାମୀଙ୍କର ଅନିଷ୍ଟ ହେବ ଏମିତି କହି ଘର ଉପରେ ବିଭିନ୍ନ ଆଡୁ ବିପଦ ପଡ଼ିବ ବୋଲି ଭୟଭୀତ କରିଥିଲେ ଏବଂ ତାକୁ ସେଥିରୁ ମୁକ୍ତ ପାଇବା ପାଇଁ ହେଲେ ସେମାନେ ତାଙ୍କ ସ୍ତ୍ରୀ ଯୋଉ ସୁନା ପିନ୍ଧିଥିଲେ ଏବଂ ଘରେ ଯାହା ପଇସା ପତ୍ର ରଖିଛନ୍ତି ତାଙ୍କୁ ଦିଅ, ଆମେ ପୂଜା କରି ତୁମର ଗ୍ରହ ଦୋଷ କଟେଇ ଦେବୁ ବୋଲି କହିଥିବାରୁ ସେମାନେ ବିଶ୍ୱାସ କରି ତାଙ୍କୁ ସୁନାର କାନଫୁଲ ଏବଂ ପଇସା ଦେଇଥିଲେ। ଆଉ ଏଇ ପଇସା ନେଲା ପରେ ସେମାନେ ତୁରନ୍ତ ସେ ଜାଗା ଛାଡ଼ି ଚାଲି ଯାଇଥିଲେ। ତାପରେ ଗାଁର ଲୋକମାନଙ୍କୁ ପରାମର୍ଶ କଲା ପରେ ଜାଣିପାରିଲେ ଯେ ସେମାନେ ଠକାମିର ଶିକାର ହେଇଛନ୍ତି ଆଉ ସେମାନେ ଥାନାରେ ଅଭିଯୋଗ କରି ଗୋବର୍ଦ୍ଧନ ରାମଙ୍କର ଅଭିଯୋଗରେ ଆମର ସଦର ଥାନାରେ ଗୋଟେ 216 ନମ୍ବର କେସ୍ ଅଣ୍ଡର ସେକ୍ସନ 318-35 BNS ରେ ଆମେ ରୁଜୁ କରିଛୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅପରାଧ ହେଇଥିବାରୁ ଏସ୍ପି ମ୍ୟାଡମଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମର ଭସ୍ମା ଥାନା, ଟାଉନ ଥାନା ଆଉ ଆମର ସଦର ଥାନାର ଅଫିସରମାନଙ୍କୁ ନେଇ 3ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଆମେ ସାଙ୍ଗେ ସାଙ୍ଗେ ବିଭିନ୍ନ ଜାଗା ଚଢ଼ାଉ କରିଥିଲୁ। ଖୋଜାଖୋଜି କଲା ପରେ ସେ 5 ଜଣ ଲୋକଙ୍କୁ ଆମେ ଧରିବାରେ ସକ୍ଷମ ହେଇଛୁ। ତାଙ୍କ ପାଖରୁ ଏଇ ଯେଉଁ ବିଭିନ୍ନ ପ୍ରକାର ପିତ୍ତଳ ଏବଂ ଅନ୍ୟାନ୍ୟ ଧାତବ ଭଗବାନଙ୍କର ମୂର୍ତ୍ତି, 7ଟା ମୋବାଇଲ ଫୋନ, ଟୋଟାଲ 36,000 ଟଙ୍କା ଏବଂ ସେମାନେ ଯେଉଁ ଠକି ନେଇଯାଇଥିବା ସୁନା କାନଫୁଲ ଆଉ ବିଭିନ୍ନ ପ୍ରକାର ଡେଉଁରିଆ ତାବିଜ ଏଇ ଯେଉଁ ରତ୍ନପଥର ଏଗୁଡ଼ାକ ସବୁ ଜବତ କରାହେଇଛି। ଆଉ ସେମାନେ ହେଉଛନ୍ତି ସବୁ ବିହାରର ଔରଙ୍ଗାବାଦ ଜିଲ୍ଲାର। ଆମେ ସେଠିକାର ପୋଲିସ ଷ୍ଟେସନକୁ ମଧ୍ୟ ଯୋଗାଯୋଗ କରୁଛୁ ତାଙ୍କର ଆକ୍ଟିଭିଟି ଏବଂ ପ୍ରିଭିୟସ୍ କ୍ରିମିନାଲ ରେକର୍ଡ ଜାଣିବା ପାଇଁ। ଏହା ଛଡ଼ା ଆମର ଯେଉଁ ବୋର୍ଡରିଂ ପୋଲିସ ଷ୍ଟେସନ ଏବଂ ଜିଲ୍ଲା ଗୁଡ଼ାକ ଅଛି ଝାରସୁଗୁଡ଼ା, ସମ୍ବଲପୁର, ଯଶପୁର, ରାୟଗଡ଼ ଏରିଆରେ କେଉଁ ଜାଗାରେ ଏମିତି ସିମିଲାର ଟାଇପ୍ ଅଫ୍ କ୍ରାଇମ୍ ହେଇଛି ସେଥିରେ ତାଙ୍କର ସମ୍ପୃକ୍ତି ଅଛି ନା ଅଛି ସେଟା ମଧ୍ୟ ଆମେ ତଦନ୍ତ ଚଲେଇଛୁ ଆଉ ତାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାହେଉଛି। ଏବଂ ଆପଣଙ୍କର ମାଧ୍ୟମରେ ସମସ୍ତଙ୍କୁ ମୁଁ ଏଇ ସୂଚନା ଦେବା ପାଇଁ ଚାହୁଁଛି ଯେ ଏମିତି ଯଦି କୌଣସି ଅଜଣା ଲୋକ ଆପଣଙ୍କୁ ଭୟଭୀତ କରି ଠକିବା ପାଇଁ ଚେଷ୍ଟା କରେ ତାହେଲେ ଆପଣ ଭୟଭୀତ ହୁଅନ୍ତୁ ନାହିଁ ଏବଂ ସାଙ୍ଗେ ସାଙ୍ଗେ 112 ନମ୍ବରକୁ କଲ୍ କରନ୍ତୁ ଆଉ ନିକଟସ୍ଥ ଆପଣଙ୍କର ଯେଉଁ ପୋଲିସ ଷ୍ଟେସନରେ ଆପଣଙ୍କୁ ଆସିକିରି ଖବର ଦିଅନ୍ତୁ, ଯାହାଦ୍ୱାରା କି ଆମେ ଏଇଭଳିଆ ଗ୍ୟାଙ୍ଗକୁ ଆମେ ଧରିବା ସକ୍ଷମ ହେଇପାରିବୁ ଏବଂ କେହି ଏମିତି ଠକାମିର ଶିକାର ହୁଅନ୍ତୁ ନାହିଁ ବୋଲି ମୋର ଅନୁରୋଧ ରହିବ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।